ସାଇକୋଲୋଜି କହିଥାଏ ଆପଣଙ୍କ ସ୍ତ୍ରୀ ପରପୁରୁଷ ସହିତ ସେକ୍ସ କରୁଥିଲେ 100% ରାତିରେ ଶୋଇବା ସମୟରେ ଏହି ଗୋଟିଏ ପ୍ରଶ୍ନ ଆପଣଙ୍କୁ ନିଶ୍ଚୟ ପଚାରିଥାନ୍ତି। ଯଦି ଆପଣ କୌଣସି କାମରେ ବାହାରେ ରହୁଛନ୍ତି ଓ ଆପଣଙ୍କ ସ୍ତ୍ରୀର ଆଉ କାହା ସହିତ ସମ୍ପର୍କ ରହିଛି, ତେବେ ଘରକୁ ଆସିବାର କିଛି ଦିନ ପରେ ଆପଣଙ୍କ ଯିବାର ଟିକିଏ ଡେରି ହେଲେ ସ୍ତ୍ରୀ ଏହି ପ୍ରଶ୍ନ ଆପଣଙ୍କୁ ନିଶ୍ଚୟ ପଚାରିଥାନ୍ତି, ତୁମେ କେଉଁଦିନ ଯିବ କି? ଯଦି ଏହି ପ୍ରଶ୍ନ ବାରମ୍ବାର ପଚାରିଥାନ୍ତି, ତେବେ କଥାରେ କିଛି କାରଣ ଅଛି ବୋଲି ବୁଝିଯାଆନ୍ତୁ। ସାଇକୋଲୋଜି କହିଥାଏ ସେକ୍ସ କରିବା ସମୟରେ ଯଦି କୌଣସି ମହିଳା ଥରିବାକୁ ଲାଗନ୍ତି, ତେବେ ବୁଝି ଯାଆନ୍ତୁ କି ଆପଣ ଯେମିତି ଗେହୁଛନ୍ତି ଗେହିବାଟା ପୁରା ଜୋର ମାତ୍ରାରେ ହେଉଛି। ତ ସେହି ସମୟରେ ଦଧିକୁ ଆହୁରି ଜୋର ଜୋର ଚିପି ଆହୁରି ଜୋର ଜୋର ସଟ୍ ମାରନ୍ତୁ, ତେବେ ଯାଇ ସେହି ମହିଳାର ପାଣି ଜଲ୍ଦି ବାହାରି ଆସିବ ଆଉ ଜଲ୍ଦି ସେମାନେ ସନ୍ତୁଷ୍ଟ ହୋଇଯିବେ। ସାଇକୋଲୋଜି କହିଥାଏ ଯେତେବେଳେ କୌଣସି ସ୍ତ୍ରୀ ପୁରୁଷର ବାଣ୍ଡଟିକୁ ନିଜ ହାତରେ ଧରି ହଲାଇଥାନ୍ତି, ତେବେ ସେତେବେଳେ ପୁରୁଷକୁ ସବୁଠାରୁ ଅଧିକ ଆନନ୍ଦ ମିଳିଥାଏ। ସାଇକୋଲୋଜି କହିଥାଏ ଗୋଟିଏ ସ୍ତ୍ରୀ ସେହି ପୁରୁଷ ଉପରେ ସବୁବେଳେ ଖୁସିରେ ରହିଥାନ୍ତି ଯେଉଁ ପୁରୁଷ ଶାରୀରିକ ସମ୍ପର୍କ ବନାଇବା ସମୟରେ ତାଙ୍କୁ ପୂରାପୂରି ସନ୍ତୁଷ୍ଟ କରି ଦେଇଥାନ୍ତି। ସାଇକୋଲୋଜି କହିଥାଏ ଯେତେବେଳେ ଅଧିକାଂଶ ଝିଅମାନେ ଏକୁଟିଆ ଥାଆନ୍ତି ଓ ଶାରୀରିକ ସମ୍ପର୍କ ବନାଇବାକୁ ନେଇ ମନେ ମନେ ଉତ୍ତେଜନାରେ ଭରି ଯାଇଥାନ୍ତି, ତେବେ ସେତେବେଳେ ସେ ନିଜକୁ ସନ୍ତୁଷ୍ଟ କରିବା ପାଇଁ ନିଜର ଦୁଇ ସ୍ତନକୁ ନିଜେ ହିଁ ଅଧିକ ଚିପିଥାନ୍ତି। ସାଇକୋଲୋଜି କହିଥାଏ ଯଦି ସାମ୍ନାବାଲା ରାଗରେ ଥାଆନ୍ତି, ତେବେ ଆପଣ ଚୁପ୍ ରୁହନ୍ତୁ, ଦେଖିବେ ସେ କିଛି ସମୟ ପରେ ଆପେ ଆପେ ଚୁପ୍ ହୋଇଯିବେ। ସାଇକୋଲୋଜି କହିଥାଏ ଯଦି ଜୀବନରେ ସଫଳ ହେବାକୁ ଚାହୁଁଛନ୍ତି, ତେବେ ପଇସାକୁ ସବୁବେଳେ ପ୍ୟାକେଟରେ ରଖନ୍ତୁ, ମନରେ ନୁହେଁ। ସାଇକୋଲୋଜି କହିଥାଏ ସବୁକିଛି ହରେଇ ସାରିବା ପରେ ବି ଯଦି ଆପଣଙ୍କ ଭିତରେ ଧୈର୍ଯ୍ୟ ଅଛି, ତେବେ ବୁଝିଯାଆନ୍ତୁ କି ଆପଣ କିଛି ବି ହରେଇ ନାହାନ୍ତି। ସାଇକୋଲୋଜି କହିଥାଏ ଜୀବନରେ ଗୋଟିଏ ମୂଳ ମନ୍ତ୍ର ମନେ ରଖନ୍ତୁ, ସମସ୍ତଙ୍କ ସହିତ ସୁସମ୍ପର୍କ ରଖନ୍ତୁ, କିନ୍ତୁ ଭରସା କେବଳ ନିଜ ଉପରେ କରନ୍ତୁ।